ଡୁବୁରି ଅଞ୍ଚଳରେ ବାଘ ଆତଙ୍କ। ରବିବାର ଦିନ ଜାତୀୟ ରାଜପଥରେ ଜଣେ ଲୋକକୁ ଆକ୍ରମଣ କରି ମହାବଳ ବାଘଟି ତାର ଜୀବନ ନେଇଛି ଏବଂ ତାକୁ କ୍ଷତବିକ୍ଷତ କରି ତାର ମୁଣ୍ଡଠୁ ତା ଶରୀରକୁ ଅଲଗା କରିଦେଇଛି। ଆପଣ ଦେଖନ୍ତୁ ସେଇ ମହାବଳ ବାଘକୁ, ତାକୁ ଲୋକମାନେ ଖବର ଦେଲା ପରେ ଜଙ୍ଗଲ ବିଭାଗ ତାକୁ ବର୍ତ୍ତମାନ ନେଇ ଛାଡ଼ି ଦେଇଛି ଜଙ୍ଗଲରେ। ସେ ମହାବଳ ବାଘଟି କାମାକ୍ଷାନଗରରୁ ପଳେଇ ଆସିଥିଲା ଦିନରେ। ସେଠି ଗୋଟେ ବଳଦକୁ ଆକ୍ରମଣ କରି ଖାଇଲା ପରେ ପଳେଇ ଆସିଥିଲା ଡୁବୁରି ଜାତୀୟ ରାଜପଥ ପାଖରେ। ଦେଖନ୍ତୁ ଜିଞ୍ଜର ହୋଟେଲ ପାଖରେ କେମିତି ସେ ଯାଉଛି, ପାସ୍ କରୁଛି ଏବଂ ଲୋକଟିକି କେମିତି ମାରି ଦୁଇ ଖଣ୍ଡ କରିଛି। ଆର କ'ଣ ପ୍ରତିକାର ତାହା ତ କହିବା ଅସମ୍ଭବ। ଫିର୍ ବି ମୃତ ଲୋକକୁ ସରକାର ଅନୁକମ୍ପା ଦେଉ ସାଧାରଣରେ ଦାବି ହେଇଛି। ଆପଣ ଦେଖନ୍ତୁ ଜଙ୍ଗଲକୁ ବାଘଟି କେମିତି ଯାଉଛି। ତେଣୁ ସବୁଦିନିଆ ପ୍ରତିକାର କରିବା ପାଇଁ ସାଧାରଣରେ ଲୋକମାନଙ୍କ ପକ୍ଷରୁ ସରକାରଙ୍କ ପାଖରେ ଦାବି ହେଇଛି। ଦେଖନ୍ତୁ କେମିତି ଜଙ୍ଗଲକୁ ବାଘଟି ଧୀର ସ୍ଥିର ଭାବରେ ଯାଉଛି।